नमस्कार जय जगन्नाथ सांग माने आज आम बनाऊे बेसनर तरकारी। बेसन तरकारी देखु आपण मन आगे तो मुझे देखी दूची ताको प्रस्तुत करने मुझे गोटे कप बेसन नहीं देखु गोटे कप बेसन मुझे बाउल रे पकईदेली बेसन टिके टेढ़ा हो जाइए ସେଥିପାଇଁ ମୁଁ ଏ ଟେଳାକୁ ଟିକେ ଭାଙ୍ଗି ଦଉଛି ନହେଲେ ଭଲ ହେବ ନାହିଁ, ଗୋଳଣିଟା ଆମର ଭଲ ହେବ ନାହିଁ। ଏହିଭଳି ଭାବରେ ବେସନ ଯଦି ଆପଣଙ୍କର ଟିକେ ଟେଢ଼ା ଥବ ତାହେଲେ ଆପଣ ଗୋଳେଇ ଦେବେ, ଭାଙ୍ଗି ଦେବେ। ମୁଁ ଏଠି କସ୍ତୁରୀ ମେଥି ଟିକେ ହାଲକା ଲଙ୍କା ଗୁଣ୍ଡ ହାଲକା ଲୁଣ ଆଉ ସ୍ୱାଦ ଅନୁଯାୟୀ ଲୁଣ ହଳଦୀ ପକେଇ ଦେଇଛି। ଏଠି ଦେଖନ୍ତୁ ମୁଁ ଆଉ ଟିକେ ଭଲ ଭାବରେ ତାକୁ ଗୋଳେଇ ନଉଛି। କିନ୍ତୁ ଏଇଭଳି ଭାବରେ ଆପଣମାନେ ସବୁକୁ ଗୋଳେଇ ଦେବେ। ଗୋଳେଇ ଦେଇ ସାରିଲା ପରେ ଆମେ ତ ବେସନ ତରକାରୀ ପାଇଁ ଆଗ ବେସନଟା ପନିର ସାଇଜର କରିବା। ସେହି କପରେ ଆପଣମାନେ ମନେ ରଖନ୍ତୁ ଗୋଟେ କପ୍ ବେସନରେ ଆଉ ଗୋଟେ କପ୍ ଆପଣ ପାଣି ନେଇକି ଏହିଭଳି ଭାବରେ ଏଇ ଗୋଳଣିଟା ଗୋଳେଇବେ। ବେଟରଟାକୁ ଗୋଳେଇବେ। ଆପଣଙ୍କ ଘରେ ଯଦି ଷ୍ଟାଣ୍ଡ ନଥିବ ତାହେଲେ ଆପଣମାନେ ହାତରେ ବି ଭଲ ଭାବରେ କି ଡଙ୍କିରେ ହଉ ଚାମଚରେ ହଉ ଯେକୌଣସି ସାହାଯ୍ୟରେ ଭଲ ଭାବରେ ଆପଣମାନେ ଗୋଳେଇ ଦେବେ। ଦେଖନ୍ତୁ ଭଲ ଭାବରେ ମୋର ଏଠି ବେଟରଟି ମୁଁ ଗୋଳେଇ ଦେଇଛି। ଗୋଳେଇ ନେଇ ସାରିଲା ପରେ ଦେଖନ୍ତୁ ଏଇଭଳି ଭାବରେ ମୁଁ ଏଠି ବର୍ତ୍ତମାନ ଆଉ ଗୋଟେ କପ ପାଣି ନେବି। ମୁଁ ଦେଖନ୍ତୁ ସେହି କପରେ ଆଉ ଗୋଟେ ପାଣି କପଟା ଢାଳିବି। ଢାଳିକି ମୁଁ ଏଠି ବର୍ତ୍ତମାନ ତାକୁ ଆଉ ଭଲ ଭାବରେ ଦେଖନ୍ତୁ ଗୋଳେଇ ଦେବି। ଏଠି ମୋ ଝିଅ ଏଠି ନୁଟୁପୁଟୁ କାମ କରୁଛି। ଏଠି ଗୋଳେଇ ଦଉଛି ଭଲ ଭାବରେ। ଭଲ ଭାବରେ ଗୋଳେଇ ନେବେ। ଗୋଳେଇକି ଆକୁ ସାଇଡରେ ରଖିଦେବେ। ତାହାପର ନେକ୍ସଟ ପ୍ରୋସେସ ଆମେ ଯିବା ବେସନଟାକୁ କେମିତି ବେସନଟା ଆମେ ପ୍ରସ୍ତୁତ କରିବା। ବେସନ ତରକାରୀ ପାଇଁ ଗୋଟେ କରେଇରେ ତେଲ ଟିକେ ପକେଇ ଆମେ ଟିକେ କରେଇଟାକୁ ତତେଇ ନେବା। ତତେଇ ସାରିଲା ପରେ ହାଲକା ଜିରା ପକେଇ ଦେବା। ଜିରାର ଫ୍ଲେଭର ଆସିଲା ପରେ ଆପଣଙ୍କ ଘରେ ଯଦି ପାନମଧୁରୀ ଜୁଆଣି ଥାଏ, ଜୁଆଣି ବି ଥାଏ ଆପଣମାନେ ପକେଇ ପାରିବେ। ହିଙ୍ଗୁ ବି ଥିଲେ ପକେଇ ପାରିବେ, କିନ୍ତୁ ମୋ ଘରେ ନଥିଲା। ମୁଁ ଏଠି ଜିରାରେ କାମ ଚଳେଇ ନେଉଛି। ମୁଁ ଏଇ ବେଟରଟାକୁ ଯେଉଁ ରଖିଥିଲି ଏ ବେଟରଟାକୁ ବର୍ତ୍ତମାନ ଲୋ ଫ୍ଲେମ୍ରେ ଗ୍ୟାସ୍ ଲୋ କରିକି ପକେଇ ଦେବେ। ଲୋ ଫ୍ଲେମ୍ରେ ଆମେ କନଷ୍ଟାଣ୍ଟ ପୁରା ଘାଣ୍ଟି ଚାଲିବା ବେଟରଟାକୁ। ଦେଖନ୍ତୁ ଭଲ ଭାବରେ ଘାଣ୍ଟିବା ନହେଲେ ତଳୁ ଲାଗିଯିବ। ମୁଁ ଏ ବେସନ ତରକାରୀଟା ଫାଷ୍ଟ ଟାଇମ୍ ମୁଁ ଟ୍ରାଏ କରୁଛି। ଦେଖନ୍ତୁ ମୋର ଭଲ ହେବ କି ନାହିଁ ଆପଣମାନେ କମେଣ୍ଟରେ ନିହାତି ଜଣେଇବେ। ଯଦି ଭଲ ଆଉ କିଛି କମି ରହିଗଲା ନିହାତି ଜଣେଇବେ। ଭିଡ଼ିଓଟିକୁ ଭଲ ଭାବରେ ଦେଖିବେ। ଯଦି ଭୁଲ ଭାଲ ଥବ ନିହାତି କହିବେ। ତରକାରୀରେ କି କେଉଁଥିରେ ଏଇଭଳି ଭାବରେ ଭଲ ଭାବରେ ଲୋ ଫ୍ଲେମ୍ରେ ଗୋଳେଇ ଦେଖନ୍ତୁ ବେଟରଟା ଏଇଭଳି ଭାବରେ ହେଇଛି। ଆହୁରି ବି ଭଲ ଭାବରେ ଗୋଳେଇବେ। ଦେଖନ୍ତୁ ଏଇଭଳି ଭାବରେ ରଖି ଆପଣମାନେ ଗୋଟେ ଥାଳି ହଉ କି ଟ୍ରେ ହଉ ତାକୁ ତେଲ ମାରି ଆଗରୁ ରଖିଦେଇଥିବେ। ସେ ବେଟରଟାକୁ ଭଲ ଭାବରେ ସାଇଜ କରି ପକେଇ ନେବେ। ଆ ଦେହରେ ଉପରେ ହାଲକା ତେଲ ହାତ ମାରିଦେବେ। ଆକୁ କିଛି ସମୟ ପାଇଁ ମାନେ ଅଧଘଣ୍ଟା କି 15 ମିନିଟ୍ ପାଇଁ ଆପଣମାନେ ଛାଡ଼ିଦେବେ। ଛାଡ଼ି ସାରିଲା ପରେ ମନକୁ ଶୁଖିଯିବ।
ଯଦି ବି ସେମିତି କିଛି ନହେବ ଆପଣମାନେ ଇଟିଲି ଛାଞ୍ଚରେ ଷ୍ଟିମ୍ ଦେଇଦେବେ। ଦେଖନ୍ତୁ ଭଲ ଭାବରେ ମୋର ଫାର୍ଷ୍ଟ ଟାଇମ୍ ମୁଁ କରିଛି। ଭଲ ଭାବରେ ଦେଖନ୍ତୁ କେତେ ହାଲକା ନରମ ସ୍ପଞ୍ଜି ବହୁତ ଭଲ ଭାବରେ ହେଇଯାଇଛି। ମୁଁ ୟାକୁ କଟ୍ କରିଦେଇଛି। କଟ୍ କରିକି ମୁଁ ଏଠି ସେପଟେ ମସଲା ମସଲି ରଖିଦେଇଛି। ମୁଁ ୟାକୁ କରେଇରେ ପକେଇ ଟିକେ ହାଲକା ତେଲ ଦେଇ ମୁଁ ୟାକୁ ଭାଜି ନେଇଛି। ଆପଣମାନେ ବି ଛାଣି ନେବେ। ମୁଁ ଏଠି କିଛି ପିଆଜକୁ ମୁଁ ମସଲାରେ ଟିକେ କରିଦେଇ ନେଇଛି। ମସଲା କରିସାରିଲା ପରେ ମୁଁ ଏଠି ଟମାଟୋ ଅଦା ରସୁଣ ପେଷ୍ଟ ଛେଚିକି ରଖିଥିବା ଅଦା ରସୁଣକୁ କିଛି ସମୟ ତାକୁ ଟିକେ ନାକୁ ଏପଟ ସେପଟ କରିସାରିଲା ପରେ କଷିବାକୁ ଦେବା। କଷି ସାରିଲା ପରେ ଆପଣମାନେ ଭଲ ଭାବରେ ମସଲାଟାକୁ କଷିବେ। କଷି ସାରିଲା ପରେ ଆମେ ଗୁଣ୍ଡ ମସଲା ତା ଦେହରେ ଆଡ଼୍ କରିବା। ଦେଖନ୍ତୁ ମୁଁ ହାଲକା ଟିକେ ଆଉ ଟିକେ ତେଲ ଦେଇଦେଲି। ମସଲାରେ ଟିକେ ତେଲ କମି ଯାଇଥିଲା। ବେସନ ତରକାରୀ ଆପଣମାନେ ଘରେ ଟ୍ରାଏ କରି ଖାଇବେ। ଦେଖନ୍ତୁ ମୁଁ ଏଠି ଗୁଣ୍ଡ ମସଲା ନେଇଯାଇଛି। ସେଇ ଡେଲି ନିତିଦିନିଆ ମସଲା ଆପଣମାନେ ୟୁଜ୍ କରିବେ। ଜିରା ଧନିଆ ହଳଦୀ ଗୁଣ୍ଡ ଲୁଣ କାଶ୍ମୀର ଚିଲ୍ଲି ହଉ କି ପ୍ଲେନ୍ ଚିଲ୍ଲି ହଉ। ମୋ କାଶ୍ମୀର ଚିଲ୍ଲି ସରିଯାଇଥିଲା। ପ୍ଲେନ୍ ଚିଲ୍ଲି ମୁଁ ପକେଇଲି। କିଛି ଆମେ ଘରେ ଯେତେ ଆମେ ହାଇରେ ରୋଷେଇ କରି ଖାଇବା ଯେତେ ତେଲ ଅଧିକ ପକାଇବା ଆମ ଦେହ ପ୍ରତି ଖରାପ। ଆମେ ବହୁତ କମରେ ବହୁତ ହାଲକା ଲଙ୍କା ଗୁଣ୍ଡ ପକେଇ ବହୁତ କମ୍ ମସଲାରେ ଖାଇଲେ ଦେହ ପ୍ରତି ବହୁତ ଭଲ ହୋଇଥାଏ। ଦେଖନ୍ତୁ ମୋର ଏଠି ମସଲାଟା ରେଡ଼ି ହେଇଯାଇଛି। ମୁଁ ଏଠି ଚିକେନ୍ ମସଲା ଗୋଟେ ଚାମଚ ପକେଇଦେଲି। ଚିକେନ୍ ମସଲା ପକେଇ ସାରିଲା ପରେ 2 ମିନିଟ୍ ମୁଁ ଏଠି କଷିଦେବି। 2 ମିନିଟ୍ ପରେ ମୁଁ ଏଠି କଟା ଯାଇଥିବା ଆଳୁକୁ ସିଝେଇକି ରଖି ସିଝା ଆଳୁ ମୁଁ ଆଗରୁ ରଖିଦେଇଥିଲି। ତାକୁ କାଟିକି ମୁଁ ରଖିଛି। ତାକୁ ଏଇନା ମୁଁ ବର୍ତ୍ତମାନ ଆଡ଼୍ କରିବି। ଭଲ ଭାବରେ ମସଲାଟାକୁ କଷି ନେବେ। ଜଷ୍ଟ ଟିକେ ପାଣି ପକେଇଦେବେ। ପାଣି ପକେଇକି ମସଲାଟାକୁ ଆଉ ଟିକେ ଭଲ ଭାବରେ କଷିକି ମୁଁ ଏଠି ଆଳୁ ପକେଇବି। ଆପଣମାନେ ଯେଉଁ ପ୍ରୋସେସିଂରେ ମୁଁ ବେସନଟା ପିସ୍ କରିବା ପାଇଁ ବେସନଟା ମୁଁ ନେଇଛି ବେସନ ତରକାରୀ ପାଇଁ ସେହି ପ୍ରୋସେସ୍ରେ କରିବେ। ଭୁଲ ଭାଲ କେବେ ବି ହେବନି। କିନ୍ତୁ ଯଦି ପାଣି କମ୍ ବେଶୀ କରିନେବେ ଖରାପ ବି ହେଇଥାଇପାରେ। କିନ୍ତୁ ଏଠି ଆପଣମାନେ ଯଦି ନହେଲା ଟିକେ ପାଣି କାଦୁଆ ରହିଲା ଆପଣମାନେ ଷ୍ଟିମ୍ ବି ଦେଇପାରିବେ। ଇଟିଲି ଛାଞ୍ଚ ହଉ କି ପାଣିରେ ଆପଣମାନେ କରେଇ ପାଣିରେ ଉପରେ ନେଇ ଯେକୌଣସି ଥରେ ବି ଷ୍ଟିମ୍ ଦେଇପାରିବେ। ଆଳୁକୁ କିଛି ସମୟ ମୁଁ କଷିଦେଲି। ବର୍ତ୍ତମାନ ପାଣି ପକେଇ ନେଲି। ପାଣି ପକେଇ ସାରିଲା ପରେ ମୁଁ ଏଠି ଦେଖନ୍ତୁ ବର୍ତ୍ତମାନ ତରକାରୀ ମୋର ଫୁଟି ଆସିଲା। ଫୁଟି ଆସି ସାରିଲା ପରେ ଦେଖନ୍ତୁ ମୁଁ ଏଠି ଇଏ କରିନେଲି। ଯେଉଁ ବେସନଟାକୁ ପକେଇଦେଲି। ଗରମ ମସଲା ପକେଇଦେଲି। ଏଠି ମୋର ବର୍ତ୍ତମାନ ତରକାରୀ ରେଡ଼ି। ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ତରକାରୀ ହେଇଛି। ଟେଷ୍ଟ ବି ବହୁତ ଭଲ ଆସିଥିଲା। ଯଦି ଭିଡ଼ିଓଟି ଦେଖିଥିବେ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ସବସ୍କ୍ରାଇବ୍ କରିବେ। ଯଦି ନୂଆ ଥିବେ ଚ୍ୟାନେଲରେ ନିହାତି ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ।